ମଣିଷର ଅହଙ୍କାର ଯେଉଁ ପାପ କର୍ମ କରି ପକାଏ ସେତେବେଳେ ତାକୁ କେହି ରକ୍ଷା କରିପାରନ୍ତି ନାହିଁ। ଦୁର୍ଯ୍ୟୋଧନ ଥିଲା ମହାମାନି, ତା ପାଖରେ ଲକ୍ଷ୍ମୀ ସବୁବେଳେ ରହୁଥିଲେ, କିନ୍ତୁ ଅହଙ୍କାର ତାକୁ ନଷ୍ଟ କରିଥିଲା। କର୍ଣ୍ଣ ଥିଲେ ମହାଦାନୀ, ତାଙ୍କର ଅହଙ୍କାର ମଧ୍ୟ ତାଙ୍କୁ ନଷ୍ଟ କରିଥିଲା। ଭୀଷ୍ମ ସ୍ୱୟଂ ଗଙ୍ଗାପୁତ୍ର ହୋଇ ମଧ୍ୟ ତାଙ୍କର ଅହଙ୍କାର ଅର୍ଜିତ ଅପକର୍ମ ଗଙ୍ଗା ତାକୁ ଧୋଇ ପାରିନଥିଲେ। ସ୍ୱୟଂ ଧର୍ମପୁତ୍ର ଯୁଧିଷ୍ଠିର ନିଜର ଅହଙ୍କାର ଯୋଗୁଁ ପଶାଖେଳରେ ହାରି ବନବାସ ଯାଇଥିଲେ। ଠାକୁର କଥାରେ ଅଛି, ଅହଂ ଯେତେବେଳେ ମିଳିଯାଏ ସେତେବେଳେ ମଣିଷ ସର୍ବଗୁଣ ସମ୍ପନ୍ନ ନିର୍ଗୁଣ ହୁଏ।